ଲିଖନୀରେ କାହାଣୀ। ଆଜିର ଗଳ୍ପ ବେଙ୍ଗ ମାର ପେଟ ଫାଟିଲା। ଏକ ପୋଖରୀ ହୁଡ଼ାରେ ଥିବା ସାରୁ ଗଛ ଗୁଡ଼ିକ ମଧ୍ୟରେ ମା ବେଙ୍ଗଟି ତାର ଛୁଆମାନଙ୍କୁ ନେଇ ରହୁଥିଲା। ଦିନେ ମା ବେଙ୍ଗଟି ଆହାର ଖୋଜିବା ପାଇଁ ଛୁଆମାନଙ୍କୁ ଛାଡ଼ି କିଛି ଦୂର ଚାଲି ଯାଇଥିଲା। ଏହି ସମୟରେ ଗୋଟିଏ ଷଣ୍ଢ ପୋଖରୀକୁ ପାଣି ପିଇବାକୁ ଆସିଥିଲା। ବେଙ୍ଗ ଛୁଆମାନେ ଏତେ ବଡ଼ ଜୀବଟିକୁ ଆଗରୁ କେବେ ଦେଖିନଥିଲେ। ଷଣ୍ଢକୁ ଦେଖି ସେମାନେ ଖୁବ୍ ଡରିଗଲେ, ଭୟରେ ଥରିବାକୁ ଲାଗିଲେ। କିଛି ସମୟ ପରେ ମା ବେଙ୍ଗଟି ଫେରି ଆସିଲା। ବେଙ୍ଗ ପିଲାଏ ମାକୁ ବେଡ଼ି ଯାଇ କହିଲେ, ମା ଲୋ ମା, ଆଜି ଆମେ ଗୋଟିଏ ଖୁବ୍ ବଡ଼ ଜୀବ ଦେଖିଲୁ। ତାକୁ ପରା ଦେଖିବା ପାଇଁ ଆମ ଆଖି ପାଇଲା ନାହିଁ। ମା ବେଙ୍ଗ ପିଲାମାନଙ୍କୁ ସେ ସବୁଠାରୁ ବଡ଼ ବୋଲି ଆଗରୁ କହିଥିଲା। ତେଣୁ ସେ ପିଲାମାନଙ୍କୁ ପଚାରିଲା, ପିଲାଏ, ସେ କ'ଣ ମୋ ଠାରୁ ବଡ଼? ପିଲାମାନେ ଏକ ସ୍ୱରରେ କହିଲେ, ହଁ ମା, ସେ ତୁମଠାରୁ ଖୁବ୍ ବଡ଼। ମା ବେଙ୍ଗ ମନରେ ତ ଗର୍ବ ଥାଏ। ସେ ନିଶ୍ୱାସ ନେଇ ପେଟକୁ ଫୁଲାଇ କହିଲା, କ'ଣ ଏତିକି ବଡ଼? ପିଲାଏ କହିଲେ, ନା ମା, ସେ ତୁମଠାରୁ ଆହୁରି ବଡ଼। ଏକଥା ମା ବେଙ୍ଗକୁ ଖୁବ୍ ବାଧିଲା। ସେ ଖୁବ୍ ବଡ଼ ହେବା ପାଇଁ ଥରକ ଥର ଫୁଲିବାକୁ ଲାଗିଲା। ଏହିପରି ଫୁଲୁ ଫୁଲୁ ଶେଷରେ ତା ପେଟ ଢୋ କରି ଫାଟିଗଲା। ବେଙ୍ଗଟିର ନିଜକୁ ବଡ଼ କରି ପିଲାକୁ ଦେଖାଇ ହେବାର ନିଶା ଛାଡ଼ିଗଲା। ଅଯଥାରେ ତାର ପ୍ରାଣ ଗଲା। ଗର୍ବ ଭାବ ହିଁ ଅଧପତନର କାରଣ ହୋଇଥାଏ। ଗର୍ବ କରଇ ସର୍ବନାଶ, ତାକୁ ଛାଡ଼ି ସୁଖେ ଚଳିବା ଆସ। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।